जय जगन्नाथ सांग माने कहानी सुनिबा को काहाको बा भल न लागे मते मध्य सुनिबा को भल लागे। आज तुम मानको पाई गोटे कहानी नै आसीछि। कहानीटर नाम हैला नीलवर्ण सुगा। चलो एबे कहानीटी सुनिबा। जंगल भितरे गोटे बिलुआ रहुथिला। दिने से कंकड़ा खोजी खोजी गोटे गाँ पाखरे पहुंची गला। ताकू देखि दळे कुकुर भो भो भुकी गोड़ाई आसिले। बिलुआटी बिकଳରେ दौड़ू दौड़ू धोବାର नीଳ ପାଣି କୁଣ୍ଡ ଭିତରେ ପଡିଗଲା। କୁକୁର ମାନେ ଚାଲିଗଲା ପରେ ବିଲୁଆ କୁଣ୍ଡରୁ ବାହାରି ଜଙ୍ଗଲ ଭିତରକୁ ଗଲା। ନୀଳ କୁଣ୍ଡରେ ପଡି ବିଲୁଆର ଦେହ ନୀଳ ରଙ୍ଗ ହୋଇଯାଇଥିଲା। ତେଣୁ ଜଙ୍ଗଲର ଜୀବଜନ୍ତୁ ମାନେ ନୀଳ ରଙ୍ଗର ପଶୁଟିଏ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ବିଲୁଆ ଜାଣିଲା ଯେ ତାକୁ କେହି ଚିହ୍ନି ପାରୁନାହାନ୍ତି, ସମସ୍ତେ ଡରୁଛନ୍ତି। ସେ ମନେ ମନେ ଖୁସି ହୋଇଗଲା। ତା ପରଦିନ ଜଙ୍ଗଲର ପଶୁମାନେ ଏକାଠି ଆସି ନୀଳ ରଙ୍ଗ ଶୃଗାଳ ପାଖରେ ପହଞ୍ଚିଲେ। ବିଲୁଆ କହିଲା, ଜଙ୍ଗଲରେ କେହି ରାଜା ନାହାନ୍ତି, ତେଣୁ ବ୍ରହ୍ମା ମତେ ପଠାଇଛନ୍ତି। ମୁଁ ଆଜିଠାରୁ ଏ ଜଙ୍ଗଲର ରାଜା। ସବୁ ପଶୁମାନେ ବିଲୁଆ କଥା ସତ ଭାବି ତା କଥା ମାନି ଚଳିଲେ। ବିଲୁଆଟି ସିଂହ, ବାଘ, ହାତୀ, ଭାଲୁ ସମସ୍ତଙ୍କୁ ନିଜ ପାଖରେ ରଖିଲା, କିନ୍ତୁ ବିଲୁଆ ମାନଙ୍କୁ ପାଖରେ ରଖିଲା ନାହିଁ। ବିଲୁଆ ମାନେ କଣ ଆଉ କରିବେ, ମନ ଦୁଃଖ କରି ରହିଲେ। ଦିନେ ସନ୍ଧ୍ୟା ବେଳେ ବିଲୁଆ ରାଜା ସଭା କରୁଥାଏ। ସିଂହ, ହାତୀ, ବାଘ ସବୁ ବସିଥାନ୍ତି। ଏତିକି ବେଳେ ଦୂରରୁ ବିଲୁଆ ମାନେ ହୁକେ ହୋ ହୁକେ ହୋ ରଡି ଛାଡିଲେ। ନିଜ ଜାତି ଭାଇ ମାନଙ୍କର ରଡି ଶୁଣି ବିଲୁଆ ରାଜା ସମ୍ଭାଳି ପାରିଲା ନାହିଁ। ହୁକେ ହୋ ରଡି ଛାଡିଲା। ବାଘ, ସିଂହ, ଭାଲୁ ଏକାଧରକେ କହି ଉଠିଲେ, ଆରେ 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 ଏଟା ବିଲୁଆଟାରେ। ତାପରେ ସମସ୍ତେ ମିଶି ଠକ ବିଲୁଆକୁ ବହୁତ ଗାଳି ଦେଲେ। ଶୁଣିଲେ ତ ସାଙ୍ଗମାନେ, କାହାଣୀଟି ଭଲ ଲାଗିଲା ନା? ଯଦି ଭଲ ଲାଗିଲା ତାହେଲେ କମେଣ୍ଟରେ ନିଶ୍ଚୟ ଜଣାଇବେ। ଧନ୍ୟବାଦ।